ଭିतर ଦେଇକିରି ଆମେ ଗତି କରୁଛେ ଏବଂ ମାଙ୍କର ବି ୟା ଉପରେ ବ୍ୟାଖ୍ୟା ଗୁଡ଼ିକ ପଢ଼ୁଛେ ଗୌତମ ବୁଦ୍ଧଙ୍କ କଥା କି ପଢ଼ିକି ମଧ୍ୟ। ତେଣୁ ଏଇଠି ଏବେ ଆମେ ହ୍ୟାପିନେସ୍ ବା ସୁଖ ବା ଆନନ୍ଦ ବିଷୟରେ ପଢ଼ୁଛେ, କିନ୍ତୁ ଆମେ ଯେଉଁ ପରମ ଆନନ୍ଦ କଥାଟି ବାରମ୍ବାର ଆମେ ବ୍ୟାଖ୍ୟା କରୁଛେ। କାଲି ଆମେ ଗୋଟେ ଶ୍ଲୋକ ପଢ଼ିଥିଲେ ଆନନ୍ଦ ଉପରେ, ଆଜି ଆଉ ଗୋଟେ ଶ୍ଲୋକ ଆମେ ପଢ଼ିବା। କେନୋପନିଷଦର ଶ୍ଲୋକଟି ତଦ୍ଧତଦ୍ବନଂ ନାମଂ ତଦ୍ବନମିତ୍ୟୁପାସିତବ୍ୟଂ ସ ଜ ଏତଦେବଂ ବେଦାଭିହୈନଂ ସର୍ବାଣି ଭୂତାନି ସମ୍ବାଞ୍ଚନ୍ତି। ଏହି ଶ୍ଲୋକକୁ ଶ୍ରୀ ଅରବିନ୍ଦ ମଧ୍ୟ ବ୍ୟାଖ୍ୟା କରିଛନ୍ତି। ତଦ୍ଧତଦ୍ବନଂ ନାମ ତଦ୍ବନମିତି ଉପାସିତବ୍ୟମ୍। ତାର ନାମ ହେଉଛି ଆନନ୍ଦ। ଆନନ୍ଦରୁ ସେ ହିଁ ତାହାର ଉପାସନା କରିବାକୁ ହେବ, ତାହାକୁ ଖୋଜିବାକୁ ହେବ। ତେଣୁ ଏଇଠି ଯେଉଁ ପରମ ଯେଉଁ ସତ୍ତା ରହିଛନ୍ତି, ସିଏ ଯେଉଁ ରହିଛନ୍ତି, ତାଙ୍କୁ ଖୋଜିବା, ତାଙ୍କୁ ଉପାସନା କରିବା, ଏଇ ଭାବଟି ରହିଛି। ଏବଂ ଏଇଠି କହୁଛନ୍ତି ତାଙ୍କର ନାମଟି ହେଉଛି ଆନନ୍ଦ। ତଦ୍ଧତଦ୍ବନଂ ନାମ ତଦ୍ବନମିତି ଉପାସିତବ୍ୟମ୍। ତାଙ୍କର ନାଁଟି ହେଉଛି ଡିଲାଇଟ୍। ଭଗବାନ ସଚ୍ଚିତ୍ ଆନନ୍ଦ ଆମେ କହୁଛି। ଯେଉଁ ମୂଳ ସଚ୍ଚିଦାନନ୍ଦ ରହିଛନ୍ତି, ତାଙ୍କର ନାଁ ନେମ୍ ଇଜ୍ ଡିଲାଇଟ୍। ସତ୍, ଚିତ୍ ଆଉ ଆନନ୍ଦ, ଏକ୍ଜିଷ୍ଟେନ୍ସ, କନସିୟସନେସ୍ ଆଉ ବ୍ଲିସ୍। ତେଣୁ ବେଳେବେଳେ ଭାରି ଲାଗେ ଯେ ପୃଥିବୀ ଭିତରେ ବି ଦୁଃଖର କିଛି କମ୍ ଦୁଃଖ ନାହିଁ, ଜୀବନ ଭିତରେ କମ୍ ସଂଘାତ ନାହିଁ। ଏବଂ ଯଦି ଜଣେ ପ୍ରକୃତରେ ଗୋଟେ ଦୁଃଖ ଭିତରେ ପଡ଼ିଛି, ଅସୁବିଧା ଭିତରେ ପଡ଼ିଛି, ସେତେବେଳେ ଯଦି ତା ପାଖରେ ଏଇସବୁ ଶ୍ଲୋକ ଗୁଡ଼ାକ ପଢ଼ାଯାଏ, ସେ ରାଗିଯିବ, କହିବ କ'ଣ ସବୁ ଆନନ୍ଦ, ସବୁଆଡ଼େ ତ ଖାଲି ଦୁଃଖ ଦୁଃଖ ଦୁଃଖ, ଆନନ୍ଦ କୁଆଡ଼ୁ ଆସୁଛି। ତେଣୁ ଯେତେବେଳେ ବ୍ୟକ୍ତି ଏଇଭଳି ଗୋଟେ ଦୁଃଖର ଚେତନା ଭିତରେ ରହୁଥାଏ, ଅସୁବିଧା ଗୁଡ଼ିକ ତା ଜୀବନ ଭିତରେ ଆସେ, ସେତେବେଳେ ଏ ଶ୍ଲୋକ ଗୁଡ଼ିକ ତାକୁ ଗୋଟେ କପୋଳ କଳ୍ପିତ ବୋଲି ପ୍ରତୀୟମାନ ହୁଏ। କାରଣ ବିଶ୍ୱରେ ଦୁଃଖର ଯେଉଁ ପରିଣାମ କିଛି କମ୍ ନାହିଁ। କିଛି କମ୍ ଲୋକ ଦୁଃଖ ଭୋଗ କରୁନାହାନ୍ତି, ଅଧିକାଂଶ ବ୍ୟକ୍ତି ଦୁଃଖ ଭୋଗ କରୁଛନ୍ତି, ଯନ୍ତ୍ରଣା ଭୋଗ କରୁଛନ୍ତି। ତେଣୁ ସେ ଯେଉଁ ପରମ ଯଦି ଆନନ୍ଦ ସ୍ୱରୂପ, ଯଦି ତାଙ୍କର ନାଁଟି ହେଉଛି ଆନନ୍ଦ, ତାହେଲେ ଏଇ ଯେଉଁ ନିରାନନ୍ଦଟି କେଉଁଠୁ ଆସୁଛି? ମୁଁ ସବୁବେଳେ ଗୋଟେ ଉଦାହରଣଟେ ବହୁତ ସମୟରେ ଦିଏ ଯେ ଜଣେ ରାଜାଙ୍କର ପୁଅ, ସେ ହେଉଛି ରାଜକୁମାର। ଯଦି ସେ ତା ରାଜ୍ୟରେ ରହୁଛି, ଯେଉଁ ରାଜ୍ୟରେ ତା ବାପା ରାଜା ଅଛନ୍ତି, ଯଦି ସେଇ ରାଜ୍ୟରେ ସିଏ ଅଛି, ତାହେଲେ ସମସ୍ତେ ସେ ରାଜ୍ୟର ଜାଣିଛନ୍ତି ଯେ ଆମର ରାଜକୁମାରଟି କିଏ କହିକି। ତେଣୁ ସେ ଯଦି ଘରୁ ବାହାରିଯିବ ଏବଂ ତାଙ୍କ ଗାଁରେ ବୁଲିବ ବା ତାଙ୍କ ସହର ଗୁଡ଼ାକରେ ବୁଲିବ, ତାହେଲେ ତାକୁ ସମସ୍ତେ ଦେଖିଲା ମାତ୍ରେ ସମ୍ମାନ କରିବେ, ଶ୍ରଦ୍ଧା କରିବେ ଏବଂ ସେ ଆସିଲା ମାନେ ତାକୁ ଗୋଟେ ବହୁତ ବଡ଼ କରିବେ ଯେ ରାଜକୁମାର ଆସିଛନ୍ତି କହିକି। କିନ୍ତୁ ରାଜକୁମାରକୁ ନେଇକରି ଆଉ ଦୂରରେ କେଉଁ ଗୋଟେ ରାଜ୍ୟରେ ଛାଡ଼ିଦିଅ, ସେତେବେଳେ ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେଇଯିବ। ଏବଂ ସେ କେହି ପାଣି ବି ଦେବେନି, କେହି ଖାଇବାକୁ ବି ଦେବେନି। ଯଦି ବି ସେ କାହାକୁ କୁହେ ମୁଁ ରାଜକୁମାର କହିକିରି, ତାହେଲେ କହିବେ କନଫର୍ମେସନ୍ ଦିଅ ଯେ ତୁମେ ସତରେ ରାଜକୁମାର କହିକି। କେମିତି ଆମେ ଜାଣିବୁ? କେତେ କଥା ହେବ, ତାପରେ ଯାଇକି ତାଙ୍କୁ କିଏ ଟିକେ ଆଶ୍ରୟ ଦେବ କି ଯାହା କରିବ। ତେଣୁ ଯେତେବେଳେ ରାଜାଙ୍କ ପୁଅଟି ବା ରାଜକୁମାରଟି ରାଜାଙ୍କ ଠାରୁ ବିଚ୍ୟୁତ ହେଇଯାଉଛି, ରାଜାଙ୍କ ଠାରୁ ଦୂରେଇ ଯାଉଛି, ରାଜାଙ୍କ ସହିତ ଆଉ ତାର କଣ୍ଟାକ୍ଟ ରହୁନି, ସେ ଦୂରକୁ ହଜିଯାଇଛି, ସେ ପଳେଇ ଯାଇଛି କୁଆଡ଼େ ଗୋଟେ ଜଙ୍ଗଲ ଭିତରକୁ ପଳେଇ ଯାଇଛି, ତାର ଆଇଡେଣ୍ଟିଟି ଲସ୍ କରିଛି, ସେ ଆଉ ଲୋକ କେହି ତାକୁ ଚିହ୍ନି ନାହାନ୍ତି, ତା ଜୀବନରେ ଦୁଃଖ ଆସିଯାଉଛି। ତେଣୁ ସେମିତି ଆମେ ଯେଉଁ ପରମ ହେଉଛନ୍ତି ଆନନ୍ଦ ସ୍ୱରୂପ, ତାଙ୍କର ନାଁଟା ହେଉଛି ଆନନ୍ଦ ଏବଂ ଆମେ ତାଙ୍କର ହିଁ ସନ୍ତାନ। କିନ୍ତୁ ବର୍ତ୍ତମାନ
ଆମେ ତାଙ୍କଠୁ ଦୂରେଇ ଯାଇଛୁ, ଭଗବାନଙ୍କ ସହିତ ଆମର କୌଣସି କଣ୍ଟାକ୍ଟ ନାହିଁ। ସେଇ ଆନନ୍ଦ ଠାରୁ ଆମର କିଛି ବି କଣ୍ଟାକ୍ଟ ନାହିଁ। ତେଣୁ ଆଜି ଜୀବନ ଭିତରେ ଆମର ଦୁଃଖ ଯନ୍ତ୍ରଣା ଭରିକିରି ରହିଛି। ଜୀବନ ଭିତରେ ଯାହା କିଛି ଅଶାନ୍ତି ଦୁଃଖ ଯନ୍ତ୍ରଣା ରହିଛି ତାର ଏକମାତ୍ର କାରଣ ଯଦି ହେଉଛି ଆମେ ମୂଳ ଉତ୍ସରୁ ବିଚ୍ୟୁତ ହେଇଯାଇଛେ, ଆମେ ଭଗବାନଙ୍କ ଠାରୁ ଦୂରେଇ ଯାଇଛେ, ଆମେ ଭଗବାନଙ୍କ ଠାରୁ ତିଆରି ହେଇଛେ କହିକି ବି ଆମର ବିଶ୍ୱାସ ବି ନାହିଁ। ଭଗବାନ ଆମ ପାଖରେ ଅଛନ୍ତି କହିକି ଏଇ ବିଶ୍ୱାସ ବି ନାହିଁ। ଆମେ ଯେଉଁଠୁ ତିଆରି ହେଇଛେ ତାକୁ ହିଁ ସନ୍ଦେହ କରୁଛେ। ଯେତେବେଳେ ବ୍ୟକ୍ତି ପଚାରନ୍ତି ଭଗବାନ କ'ଣ ବିଶ୍ୱରେ ଅଛନ୍ତି, ତାମାନେ ତୁମର ଯେଉଁ ଉତ୍ସକୁ ହିଁ ତୁମେ କମ୍ପ୍ଲେନ୍ କରୁଛ ବା ତା ଉପରେ ସନ୍ଦେହ କରୁଛ। ନଦୀଟି ବା ଝରଣାଟି ଯେଉଁ ପାହାଡ଼ରୁ ତିଆରି ହେଇକି ଆସୁଛି, ଯେତେବେଳେ ସେ ଦୂରକୁ ପଳେଇ ଆସୁଛି ସେ ନିଜେ ହିଁ କମ୍ପ୍ଲେନ୍ କରୁଛି ଯେ ମୁଁ କ'ଣ ସେ ପାହାଡ଼ରୁ ବାହାରିଛି। ତେଣୁ ସେଇଭଳିଆ ଗୋଟେ କଥା। ଆଉ ଗୋଟେ ଉଦାହରଣ ବି ଦେଖିପାରିବା। ନଦୀଟି ପ୍ରବାହିତ ହେଇକରି ଯାଉଛି ଧାରରେ, ନଦୀଟି ଯେ ପର୍ଯ୍ୟନ୍ତ ପ୍ରବାହିତ ହେଉଛି ସେ ପର୍ଯ୍ୟନ୍ତ ସେ ପାଣିଟା ସବୁବେଳେ ସ୍ୱଚ୍ଛ ହେଇକି, ଯେତେ ଲୋକ ତା ଦେହରେ ଗାଧାନ୍ତୁ ଯାହା ହଉ ସେ ପୁଣି ସଫା ହେଇଯିବ। କିନ୍ତୁ ଆପଣ ନଦୀର ପାଣିଟାକୁ ଟିକେ ଡାଇଭର୍ଟ କରିଦିଅନ୍ତୁ କି ବେଳେବେଳେ ନଦୀର ପାଣିଟା ସାଇଡ଼କୁ ପଳେଇ ଆସେ ଏବଂ ଗୋଟେ ପୋଖରୀ ଭଳିଆ ଗୋଟେ ଗାତ ଭିତରେ ବା ବଡ଼ ଗୋଟେ ଖାଳ ଭିତରେ ଯାଇକରି ପଶିଯାଏ ଏବଂ ସେ ଯେଉଁ ମୂଳ ପ୍ରବାହରୁ ଟିକେ ବିଚ୍ୟୁତ ହେଇଯାଏ ସେଇ ସେତକ ପାଣିଟି, ତାହେଲେ ସେ ପାଣିଟି ଦୁର୍ଗନ୍ଧ ହେବାକୁ ଆରମ୍ଭ କରେ, ପଚିବାକୁ ଆରମ୍ଭ କରେ। ଯେମିତି ପୋଖରୀ ଗୁଡ଼ାକ ଏତେ ସଫା ନାହିଁ, କାହିଁକି ତାର ପୋଖରୀଟି ପ୍ରବାହିତ ନୁହଁ। ତେଣୁ ଯିଏ ସେଠି ଗାଧେଇଲା ଯାହା କଲା ସେ ଗାଈ ଗୋରୁ ସବୁ ମଇଳା ସେ ଗୋଟେ ଜାଗାରେ ଜମା ହେଇଯାଉଛି। କିନ୍ତୁ ନଦୀ ପାଣିଟା ସେମିତି କେବେ ବି ହେବନି, କାରଣ ସେ ପ୍ରବାହିତ ହେଉଛି, ମୂଳ ଉତ୍ସ ସାଙ୍ଗରେ ଯୁକ୍ତ ହେଉଛି। ତେଣୁ ମୂଳ ଉତ୍ସଠୁ ବିଚ୍ୟୁତ ହେଇଗଲେ ସବୁବେଳେ ଅସୁବିଧା ହୁଏ। ତେଣୁ ଉତ୍ସ ସହିତ ଯଦି ଆମେ ଯୋଡ଼ି ହେଇକରି ଥିବା ତାହେଲେ ଯାଇକରି ଆମେ ସେ ଆନନ୍ଦକୁ ଉପଲବ୍ଧି କରିବା। ତେଣୁ ବର୍ତ୍ତମାନ ଆମର ଲକ୍ଷ୍ୟ ହେବ ଯେ ସେ ଯେଉଁ ଆନନ୍ଦ ସହିତ ଆଉ ଥରେ ଯୁକ୍ତ ହେବା, ତା ସହିତ ଯୋଡ଼ି ହେଇଯିବା ଯେଉଁଠୁ ଆମେ ବିଚ୍ୟୁତ ହେଇଛେ। ଏହି ଶ୍ଲୋକଟିକୁ ତାର ଆଉ ଗୋଟେ ବିସ୍ତୃତ ବ୍ୟାଖ୍ୟା ଋଷି ଦେଉଛନ୍ତି। କହୁଛନ୍ତି ସେ ଆନନ୍ଦ ସ୍ୱରୂପ ପରମ ବ୍ରହ୍ମ ପରମେଶ୍ୱର ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି। ସମସ୍ତ ପ୍ରାଣୀ କୌଣସି ନା କୌଣସି ପ୍ରକାରରେ ତାଙ୍କୁ ଇଚ୍ଛା କରୁଛନ୍ତି କିନ୍ତୁ ଚିହ୍ନି ପାରୁନାହାନ୍ତି। ସେ ଯେଉଁ ପରମ ଆନନ୍ଦମୟ ରହିଛନ୍ତି ସମସ୍ତେ ଖୋଜୁଛନ୍ତି, କୌଣସି ପ୍ରକାରେ ତାଙ୍କୁ ଖୋଜୁଛନ୍ତି କିନ୍ତୁ ଚିହ୍ନି ପାରୁନାହାନ୍ତି। ସେଥିପାଇଁ ତାଙ୍କୁ ସେମାନେ ସୁଖ ରୂପେ ଖୋଜି ଦୁଃଖ ରୂପକ ବିଷୟରେ ଅଟକି ଯାଉଛନ୍ତି, ତାଙ୍କୁ ପାଇପାରୁନାହାନ୍ତି। ଏହି ରହସ୍ୟକୁ ଉପଲବ୍ଧି କରି ସାଧକ ସେହି ପରମ ବ୍ରହ୍ମ ପରମାତ୍ମାଙ୍କୁ ପ୍ରତ୍ୟେକ ପ୍ରାଣୀଙ୍କର ପ୍ରିୟ ମନେକରି ତାଙ୍କର ନିତ୍ୟ ଅଚଳ ଅନନ୍ତ ପରମ ଆନନ୍ଦ ସ୍ୱରୂପର ନିତ୍ୟ ନିରନ୍ତର ଚିନ୍ତନ କରିବା ଉଚିତ। ସୁଖ ଦୁଃଖରେ ଆମେ ମାତି ଯାଉଛୁ, ସେହି ଆନନ୍ଦକୁ ଖୋଜିବାକୁ ଯାଇ ସୁଖର ଅନ୍ୱେଷଣ କରୁଛୁ। ଆମର କାମନାର ଯେଉଁ ପୂରଣରେ ଯେଉଁ ସୁଖଟି ପ୍ରାପ୍ତ ହେଉଛି ତାକୁ ଖୋଜୁଛୁ ଏବଂ ତା ସହିତ ଦୁଃଖଟି ମଧ୍ୟ ପଳେଇ ଆସୁଛି। ତେଣୁ ଏହି ରହସ୍ୟକୁ ଯିଏ ଉପଲବ୍ଧି କରିଛି, ପରମ ବ୍ରହ୍ମ ପରମାତ୍ମାଙ୍କୁ ପ୍ରତ୍ୟେକ ପ୍ରାଣୀଙ୍କର ପ୍ରିୟ ମନେକରି ତାଙ୍କର ନିତ୍ୟ ଅଚଳ ଅନନ୍ତ ପରମ ଆନନ୍ଦ ସ୍ୱରୂପର ନିତ୍ୟ ନିରନ୍ତର ଚିନ୍ତନ କରିବା ଉଚିତ। ଏହିପରି କରୁ କରୁ ଯେତେବେଳେ ସେ ଆନନ୍ଦ ସ୍ୱରୂପ ସର୍ବପ୍ରିୟ ପରମାତ୍ମାଙ୍କର ସାକ୍ଷାତକାର କରିନିଅନ୍ତି ସେତେବେଳେ ସେ ସ୍ୱୟଂ ମଧ୍ୟ ଆନନ୍ଦମୟ ହୋଇଯାଆନ୍ତି। ଯେତେବେଳେ ବ୍ୟକ୍ତି ସେହି ପରମ ଆନନ୍ଦମୟଙ୍କୁ ଦର୍ଶନ କରିନିଏ, ଯେତେବେଳେ ସେ ବ୍ୟକ୍ତି ସେହି ଆନନ୍ଦକୁ ଉପଲବ୍ଧି କରିନିଏ ସେତେବେଳେ ସେ ନିଜେ ବି ସେହି ଆନନ୍ଦମୟ ହେଇଯାଏ। ତେଣୁ ଜଗତର ସମସ୍ତ ପ୍ରାଣୀ ତାଙ୍କୁ ନିଜର ପରମ ଆତ୍ମୀୟ ବୁଝି ତାଙ୍କ ସହିତ ହୃଦୟରୁ ପ୍ରେମ କରିବାରେ ଲାଗନ୍ତି। ତେଣୁ ସିଏ ହେଉଛନ୍ତି ସେହି ପରମ ପ୍ରେମ ପରମ ଆନନ୍ଦମୟ ଯାହାଙ୍କ ଠାରୁ ଆମେ ସୃଷ୍ଟି ହେଇଛେ। କିନ୍ତୁ ଯେହେତୁ ଆମର ଗୋଟେ ବିଚ୍ଛେଦ ହେଇଯାଇଛି, ଯେହେତୁ ଆମେ ତାଙ୍କ ସହିତ ଆଉ ଯୋଡ଼ି ହେଇଛି କିନ୍ତୁ କନସିୟସ୍ ରିଲେସନ୍ କିଛି ନାହିଁ। ଯେମିତି ଗୋଟେ ଶବ୍ଦ ହେଉଛି, ଗୋଟେ ହେଉଛି ରିଲେସନ୍ ଏବଂ ଆଉ ଗୋଟେ ହେଉଛି କଣ୍ଟାକ୍ଟ। ଗୋଟେ ଲୋକ ଯେମିତି ଆମେ ବହୁତ ଲୋକଙ୍କୁ ଜୀବନରେ ଚିହ୍ନିଥାଉ, ତାଙ୍କ ସହିତ ଆମର ରିଲେସନ୍ ଅଛି,
ଯେମିତି ଆମେ କେଉଁଠି ଚାକିରି କରିଥିବା, ଧର କି କେଉଁଠି ପାଠ ପଢ଼ିଥିବା ଯେତେବେଳେ, ସେତେବେଳେ ଅନେକ ଲୋକଙ୍କ ସାଙ୍ଗରେ ଆମର ସମ୍ପର୍କ ପ୍ରତିଷ୍ଠିତ ହେଇଥିବ। କିନ୍ତୁ ବର୍ତ୍ତମାନ ଯଦି ଆମକୁ କୁହାଯାଏ ଯେ ଭାଇ ସେଇ ବ୍ୟକ୍ତିଙ୍କୁ ସହିତ କଥାବାର୍ତ୍ତା ହେଉଛ କି, ଆମେ କହୁଛୁ ନା ନା ମୁଁ ଜାଣିଛି ଯେ ତାଙ୍କ ସହିତ ମୋତେ ଦେଖିଲେ ଚିହ୍ନିବେ, କିନ୍ତୁ କଣ୍ଟାକ୍ଟ ନାହିଁ ତାଙ୍କ ସହିତ, ଆଉ ନମ୍ବର ନାହିଁ, କିଛି ନାହିଁ, କେଉଁଠି ରହୁଛନ୍ତି ଜାଣିନାହିଁ, ରିଲେସନ୍ ଅଛି କିନ୍ତୁ କଣ୍ଟାକ୍ଟ ନାହିଁ। ସେମିତି ଆମେ ଭଗବାନଙ୍କ ସାଙ୍ଗରେ ବର୍ତ୍ତମାନ ହେଉଛି ଅବସ୍ଥା, ରିଲେସନ୍ ଅଛି, କାରଣ ସେ ରିଲେସନ୍ ନଥିଲେ ତ ଆମେ ଏଇଠି ଚାଲିପାରନ୍ତେନି କି ନିଶ୍ୱାସ ପ୍ରଶ୍ୱାସ ନେଇପାରନ୍ତେନି। କନେକ୍ସନ୍ ଅଛି, ସମ୍ପର୍କ ଅଛି, ବଟ୍ କଣ୍ଟାକ୍ଟ ନାହିଁ। ଆମେ ତାଙ୍କୁ ଅସୁବିଧା ସମୟରେ ଡାକି ପାରୁନି, ତାଙ୍କୁ କିଛି ସମସ୍ୟା କହିପାରୁନି। ତେଣୁ ଏଇଭଳିଆ ହେଉଛି ବର୍ତ୍ତମାନ ଆମର ଅବସ୍ଥା। ଶ୍ରୀ ଅରବିନ୍ଦ କହୁଛନ୍ତି ଏ ବିଶ୍ୱର ମର୍ମରେ ଏକାନ୍ତ ଅବିଚ୍ଛେଦ୍ୟ ଭାବରେ ଆନନ୍ଦର ଏକ ମହାସମୁଦ୍ର ପରିବ୍ୟାପ୍ତ ହୋଇ ରହିଛି। ଏ ବିଶ୍ୱର ମର୍ମରେ ଏକାନ୍ତ ଅବିଚ୍ଛେଦ୍ୟ ଭାବରେ ଆନନ୍ଦର ଏକ ମହାସମୁଦ୍ର ପରିବ୍ୟାପ୍ତ ହୋଇ ରହିଛି। ଆନନ୍ଦର ଗୋଟେ ଛୋଟିଆ କଥା ନାହିଁ, ଆନନ୍ଦର ଗୋଟେ ମହାସମୁଦ୍ର ଏ ସମଗ୍ର ବିଶ୍ୱର ଯେଉଁ ମର୍ମସ୍ଥଳରେ ସେଇ ଆନନ୍ଦଟି ରହିଛି। ତେଣୁ ସେ ପରମ ଆନନ୍ଦକୁ କିପରି ପ୍ରାପ୍ତ କରିବା ସେଇ କଥାଟି ଚିନ୍ତା କରିବା ଦରକାର। ରାସ୍ତାଟି ହେଉଛି ଯେ ଆମେ ସୁଖ ପାଇଁ ସମସ୍ତ ଆଶାଟିକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। ଯେ ପର୍ଯ୍ୟନ୍ତ ଆମେ ଏଇ ଯେଉଁ କ୍ଷଣିକ ଯେଉଁ ସୁଖ ଗୁଡ଼ିକ ପଛରେ ଧାଇଁଥିବା ବା ଏଇସବୁ ସାଧାରଣ ବସ୍ତୁ ଗୁଡ଼ିକ ଆମକୁ ସୁଖ ଦେଉଥିବେ, ସେ ପର୍ଯ୍ୟନ୍ତ ଆମେ ସେଇ ପରମ ଆନନ୍ଦକୁ ଉପଲବ୍ଧି କରିପାରିବାନି। ତେଣୁ ଏଇ ଯେଉଁ ନିମ୍ନସ୍ତରୀୟ ସୁଖ ତାକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ। ଗୋଟିଏ କଥା ମୋର ମନେ ପଡ଼େ ଯେ କେତେଜଣ ବ୍ୟକ୍ତିଙ୍କ ସହିତ ମୋର ସାକ୍ଷାତ ହେଇଛି, ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ନିଜର ଜୀବନଟିକୁ କେବଳ ସ୍ୱାଧ୍ୟାୟ, ମାଙ୍କ କାର୍ଯ୍ୟ ଏଇଥିରେ ନିୟୋଜିତ କରିଛନ୍ତି। କେତେଜଣ ବ୍ୟକ୍ତି ତ ଏମିତି ବି ଦେଖିଛି ଯେଉଁମାନେ ଖାଲି ଶ୍ରୀ ଅରବିନ୍ଦଙ୍କ ବହିଟିକୁ ହିଁ ଅଧ୍ୟୟନ କରୁଛନ୍ତି ଏବଂ ଯେଉଁଦିନଠୁ ସେମାନେ ଏଗୁଡ଼ାକୁ ପଢ଼ିବାକୁ ଆରମ୍ଭ କରିଛନ୍ତି ସମ୍ପୂର୍ଣ୍ଣ ଡେଟାଚ୍ ହେଇଯାଇଛନ୍ତି। ମାନେ ତାଙ୍କର ଯେଉଁ ଏଇସବୁ ଯେଉଁଥିପାଇଁ ଆମେ ବ୍ୟସ୍ତ ହେଉଛୁ, ତାଙ୍କ ଜୀବନରେ ଏମିତି କେବେ ନାହିଁ ଯେ କେଉଁଦିନ ତାଙ୍କୁ କିଏ ଗାଳି କରିଦେଉଛି ବା ସେମାନେ କାହାକୁ ଗାଳି କରିଦେଉଛନ୍ତି ବା କିଏ କ'ଣ କଲା, ତାଙ୍କ ମୁହଁରୁ ଗୋଟିଏ ପଦବୀ କଥା ଆପଣ ଶୁଣିପାରିବେ ଯେ ଅମୁକ ବ୍ୟକ୍ତି ଏହା ହେଉଛି, ସେଇ ଆଶ୍ରମରେ ସେୟା କରୁଛନ୍ତି, ଏମିତି କରୁଛନ୍ତି, ସେମିତି କିଛି କରନ୍ତିନି, କେବଳ ଅଧ୍ୟୟନ କରନ୍ତି, ହସୁଥାନ୍ତି ଟିକେ ଟିକେ, ଏବଂ ଯଦି ସେମାନଙ୍କର ବହି ବିଷୟରେ କିଛି ପଚରା ହୁଏ ସେମାନେ ତା'ର ଉତ୍ତର ଦେଇ ଦିଅନ୍ତି। ଏବଂ ତାଙ୍କ ଘର କଥା ବି ମୁଁ ଜାଣିଛି, ଘରର ସବୁ ଦାୟିତ୍ୱ ତାଙ୍କ ସ୍ତ୍ରୀ ହାତରେ ଦେଇ ଦେଇଛନ୍ତି, ପଇସା ପତ୍ରଠୁ ଆରମ୍ଭ କରିକି ସବୁ ତାଙ୍କୁ କହିଛନ୍ତି ତୁମେ ବୁଝିବ, ମୋତେ ବେଶୀ ତୁମେ ହଇରାଣ କରିବାର ନାହିଁ କି ମୁଁ ମୋର ଅଧ୍ୟୟନରେ ପୁରାପୁରି ରହିଛି କି ଏଥିରେ ଏତେ ମୋର ଇନଭଲ୍ଭ ହେବାର ନାହିଁ। କ'ଣ ହେଉଛି, ଘର ତିଆରି ହେଉଛି ନ ହେଉଛି, କ'ଣ କିଏ ଗଲା ନ ଗଲା, କିଛିଥିରେ ମୁଣ୍ଡ ପୁରଉନାହାନ୍ତି, କେବଳ ବହି ଭିତରେ ପଶିକି ରହିଛନ୍ତି। କାହିଁକି? ଗୋଟେ ଧଳା କାଗଜରେ ଲେଖା ହେଇଥିବା ଗୋଟେ କଳା ସେହିରେ ଲେଖା ହେଇଥିବା ସେଇ ଯେଉଁ ଲେଖା ଗୁଡ଼ିକ ଭିତରେ କ'ଣ ଅଛି ଯାହାକି ମଣିଷକୁ ତା ଭିତରେ ଡୁବେଇ ଦେଉଛି। କାରଣ ଏଠି ବୋଧେ ସେଇ ଆନନ୍ଦକୁ ପାଇବା ପାଇଁ ରାସ୍ତାଟି ଅଛି। ଏଇ ଯେଉଁ ଲେଖା ଗୁଡ଼ିକ ପଶ୍ଚାତରେ, ଏଇ ଯେଉଁ ପ୍ରତ୍ୟେକ ଶବ୍ଦର ପଶ୍ଚାତରେ ବୋଧେ ସେଇ ଆନନ୍ଦଟି ହିଁ ରହିଛି, ଯେଉଁ ଆନନ୍ଦଟିକୁ ଖୋଜିବାକୁ ଆମେ ଚେଷ୍ଟା କରୁଛୁ। ତେଣୁ ସ୍ୱାଧ୍ୟାୟ କରୁଛନ୍ତି, ତା ଭିତରକୁ ପ୍ରବେଶ କରୁଛନ୍ତି ଏବଂ ସେଇ ଆନନ୍ଦ ସ୍ୱରୂପଙ୍କୁ ପ୍ରାପ୍ତ ହେବାକୁ ଚେଷ୍ଟା କରୁଛନ୍ତି। ଏବଂ ଜୀବନଟି ଗୋଟେ ପରମ ଆନନ୍ଦ ଭିତରେ ଭରି ଯାଇଛି। ରୋଗ ଆସୁଛି, ଅସୁବିଧା ଆସୁଛି ଜୀବନରେ, କିନ୍ତୁ କିଛି ବି ବିଚଳିତ କରିପାରୁନାହିଁ। ଗୋଟେ ସାଧାରଣ ବ୍ୟକ୍ତି ଯେମିତି ବିଚଳିତ ହେଇଯାଏ, ସେମିତି କିଛି ବି ବିଚଳିତ କରୁନାହିଁ, ବିକ୍ଷୋଭ ତାଙ୍କ ଭିତରେ ତିଆରି ହେଉନାହିଁ, ସମ୍ପୂର୍ଣ୍ଣ ଗୋଟେ ସ୍ଥିରତା, ଶାନ୍ତି, ସମତା ବିଦ୍ୟମାନ ରହୁଛି। ତେଣୁ ଆମେ ଯେଉଁ ରାସ୍ତାରେ ଖୋଜୁଛେ ସେ ରାସ୍ତାରେ ନାହିଁ, ସେ ରାସ୍ତାରେ ପ୍ରକୃତ ଆନନ୍ଦ ନାହିଁ। ଆମକୁ ରାସ୍ତାଟିକୁ ଟିକେ ବଦଳେଇବାକୁ ପଡ଼ିବ ଆମ ଜୀବନର। ଆମେ ବର୍ତ୍ତମାନ ମାଡ଼ି ଚାଲିଛେ, ଅନ୍ୟମାନେ ଯାହା କରୁଛନ୍ତି ତାଙ୍କ ପଛରେ ଗୋଡ଼େଇ ଚାଲିଛେ, ଅର୍ଥ, ସମ୍ପତ୍ତି, କ୍ଷମତା ତା ପଛରେ ଗୋଡ଼େଇ ଚାଲିଛି, କିନ୍ତୁ ପ୍ରକୃତରେ ସୁଖ ବା ପ୍ରକୃତ ଆନନ୍ଦ ସେଠି ନାହିଁ। ଆମେ କ'ଣ ବର୍ତ୍ତମାନ ଦେଖୁନେ ଯେଉଁମାନେ
ଅନ୍ୟାୟ ଉପାୟରେ ଅର୍ଥ ଉପାର୍ଜନ କରୁଛନ୍ତି, ନାନା ପ୍ରକାର ଧାରାରେ ନିଜକୁ କେବଳ ଧନୀ କରି, ହଁ ଠିକ୍ ଅଛି ଯେ ସେମାନେ ବଡ଼ ବଡ଼ ଗାଡ଼ି ଚଢ଼ୁଛନ୍ତି, ବଡ଼ ବଡ଼ ହୋଟେଲ ଗୁଡ଼ାକରେ ରହୁଛନ୍ତି, ବହୁତ ଦାମୀ ଦାମୀ ଖାଦ୍ୟ ଖାଉଛନ୍ତି, ବହୁତ ଦାମକିଆ ପୋଷାକ ପିନ୍ଧୁଛନ୍ତି, କିନ୍ତୁ କିଏ ପଚାରୁଛି ଯେତେବେଳେ ନୋବେଲ ପ୍ରାଇଜ୍ ଦିଆହେଉଛି ସେତେବେଳେ କିଏ କେମିତି ଜୀବନ ବଞ୍ଚୁଛି ତାକୁ ଦେଖିକରି ପ୍ରାଇଜ୍ ଗୁଡ଼ାକ ଦିଆ ହେଉନି। ସେହି ବ୍ୟକ୍ତିମାନଙ୍କୁ ଚୁଜ୍ କରାହେଉଛି ଯେଉଁମାନେ ମନର କ୍ଷେତ୍ରରେ, ଜ୍ଞାନର କ୍ଷେତ୍ରରେ ଊର୍ଦ୍ଧ୍ୱକୁ ଯାଉଛନ୍ତି। କାରଣ ପ୍ରକୃତ ଜୀବନର ଯେଉଁଟା ଆବଶ୍ୟକତା ବା ଯେଉଁଟା ହେଉଛି ମୂଳ ଜିନିଷ, ଯେମିତି ସେଇ ଜିନିଷଟିକୁ ଯେଉଁମାନେ କରୁଛନ୍ତି ଜ୍ଞାନ ପାଇଁ, ଯେଉଁମାନେ ଚେଷ୍ଟା କରୁଛନ୍ତି, ଅଧ୍ୟୟନ କରୁଛନ୍ତି, ସେମାନେ ଯାହା ପିନ୍ଧିଲେ ବି ସେଇଟା ଭଲ, ଯାହା ପିନ୍ଧିଲେ ବି ସେଇଠି ହେଉଛି ସବୁକିଛି। ତେଣୁ ଆମେ ଟିକେ ଆମର ରାସ୍ତାଟିକୁ ବଦଳେଇବା। କେବେ ଏଇଠି କୁହାଯାଉନି ଯେ ତୁମେ ଜାଣି ଶୁଣିକି ଦରିଦ୍ର ଭାବରେ ଜୀବନଯାପନ କର, କିନ୍ତୁ ଏଠି କୁହାଯାଉଛି ଯେ ତୁମେ ଆସକ୍ତି ଶୂନ୍ୟ ହେଇକି ଜୀବନଯାପନ କର। ସେଦିନ ବସନ୍ତ ଭାଇ ଗୋଟେ ପ୍ରଶ୍ନଟେ ପଚାରିଥିଲେ ଯେ ରବିବାର ଦିନ, ତିନ ତ୍ୟକ୍ତେନ ଭୁଞ୍ଜିଥା, ତ୍ୟାଗପୂର୍ବକ ଭୋଗ କର। ଏଇଟାକୁ ଜୀବନର ଯଦି ମୂଳ ମନ୍ତ୍ର କରିଦିଆଯାଏ ତାହେଲେ ସବୁକିଛି ସମସ୍ୟା ଦୂର ହେଇଯିବ। ତ୍ୟାଗପୂର୍ବକ ଭୋଗ କର। ଆମେ କ'ଣ କରୁଛୁ? ଜାବୁଡ଼ି ଧରିକି ଭୋଗ ହିଁ କରୁଛୁ, କିନ୍ତୁ ଆମେ ପୁରାପୁରି ସବୁକିଛିକୁ ନିଜର ମୋର କହିକି ଭାବୁଛୁ, ଭୋଗ କରୁଛୁ। ସେଥିପାଇଁ ଦୁଃଖ ହେଇଯାଉଛି ପ୍ରକୃତିରେ। ଯେତେବେଳେ ଆପଣ ଭାବି ନେବେ ସବୁ ହେଉଛି ଭଗବାନଙ୍କର, ସବୁ ତ୍ୟାଗ କରିଦେବେ, ମୋର କିଛି ବି ନାହିଁ, ତାପରେ ଭୋଗ କରିବେ, ତା ଦେହରେ ଗୋଟେ ଅଲଗା ପ୍ରକାରର ଆନନ୍ଦ ଅଛି। କିନ୍ତୁ ଯେତେବେଳେ ଆପଣ ମୋର କହିକି ଜାବୁଡ଼ି ଧରିକିରି ଆମେ ଭୋଗ କରିବାକୁ ଚେଷ୍ଟା କରିବା, ସେ ଆମ ଜୀବନରେ କେବଳ ଦୁଃଖ ହିଁ ଆଣିବ। ତେଣୁ ତେନ ତ୍ୟକ୍ତେନ ଭୁଞ୍ଜିଥା, ସେମିତି ତ୍ୟାଗପୂର୍ବକ ଭୋଗ କର। ମା' ବି ଏଇଠି ଏଇ କଥା ଗୁଡ଼ାକ କହିବେ ପରେ ପରେ ଯେ ପ୍ରକୃତିରେ ଆମକୁ କେମିତି ଏଇ ଜୀବନଟିକୁ ବଞ୍ଚିବାକୁ ପଡ଼ିବ। ତାପରେ ଏଇଠି ଆମେ ବି ଏଗୁଡ଼ାକ ବାରମ୍ବାର ପଢ଼ୁଛେ, ଭାଇ ବି ସେ କଥାଟିକୁ ଆଲୋଚନା କରୁଥିଲେ। ସ୍ୱାସ୍ଥ୍ୟଟା ହେଉଛି ପ୍ରକୃତିରେ ସମ୍ପଦ, ସନ୍ତୋଷ ହେଉଛି ପ୍ରକୃତରେ ବୃହତ୍ତମ ସମ୍ପତ୍ତି, ବିଶ୍ୱାସୀ ବନ୍ଧୁ ହିଁ ସର୍ବୋତ୍ତମ ସାଥୀ, ନିର୍ବାଣ ହିଁ ସର୍ବୋତ୍ତମ ସୁଖ। ଏଟାକୁ ପୁରାପୁରି ମାନେ ଲେଖିକି ରଖିଦେବା କଥା। ସ୍ୱାସ୍ଥ୍ୟ ହେଉଛି ସର୍ବୋତ୍ତମ ସମ୍ପଦ, କିନ୍ତୁ ଆମେ ଦେଖନ୍ତୁ ଯେତେବେଳେ ବ୍ୟକ୍ତି ଭିତରକୁ ଗୋଟେ ରାଜସିକ କାମନା ବାସନା ପ୍ରବେଶ କରିଯାଏ, ଏତେ ଧାଏଁ ଅର୍ଥ ପଶ୍ଚାତରେ ଯେ ନିଜର ଶରୀରଟିକୁ ଅବହେଳା ହିଁ କରେ। ତେଣୁ ଜୀବନଟା ସେମିତି ହେଇଯାଏ। 25 ବର୍ଷ ପର୍ଯ୍ୟନ୍ତ ଆମେ ଅର୍ଥ ଖର୍ଚ୍ଚ କରୁ, 50 ବର୍ଷ ପର୍ଯ୍ୟନ୍ତ ଦିନ ରାତି ଏକ କରିକି ଶରୀର ବିଷୟରେ ଧ୍ୟାନ ଟୋଟାଲି ବହୁତ ଲୋକ ଦେଉନାହାନ୍ତି। ଯାହା ହେଲା ଖାଇଦେଲେ, ଯେମିତି ହେଲା ରହିଗଲେ, ଯେତେ ଘଣ୍ଟା ଇଚ୍ଛା ହେଲା କାମ କଲେ, ଅର୍ଥ ଆସୁଛି ମାନେ ଲୋକ ଦିନ ରାତି କିଛି ଦେଖୁନାହାନ୍ତି। 50 ବର୍ଷ ପର୍ଯ୍ୟନ୍ତ ଖାଲି କାମ କରୁଛନ୍ତି, ଅନ୍ଧ ଭାବରେ ଧାଇଁ ଚାଲିଛନ୍ତି। ତାପରେ 50 ବର୍ଷ ପରେ ଯେତେବେଳେ ଦେହଟା ଅସୁସ୍ଥ ହେଇଯାଉଛି, କାରଣ ପ୍ରପର ତାକୁ କେୟାର ନିଆ ହେଇନି, ତାପରେ ଯେତିକି ଅର୍ଥତକ ସେଇ ଦେହରେ ହିଁ ଖର୍ଚ୍ଚ ହେଇଯାଉଛି। ତେଣୁ ଏମିତି ଚାଲିଛି ଜୀବନଟି। ଗୋଟେ ବାକ୍ୟଟେ ଅଛି କି ଦୁଃଖେ ଅର୍ଜିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ। ତେଣୁ ବେଶୀ ଗୁଡ଼ାଏ ପରିଶ୍ରମ କରିକି, ବେଶୀ ଗୁଡ଼ାଏ ପୁରାପୁରି ଧାଁ ଦୌଡ଼ କରିକି ଯଦି ଆମେ ସ୍ୱାସ୍ଥ୍ୟଟିକୁ ନଷ୍ଟ କରିଦେବା ଏବଂ ଅର୍ଥ ଲାଭ କରିବା, ସେ ଅର୍ଥଟି କେବେ ବି ଆମର ସୁଖର କାମରେ ଆସିବନି। ତେଣୁ ସ୍ୱାସ୍ଥ୍ୟ ହିଁ ହେଉଛି ପ୍ରକୃତ ସର୍ବୋତ୍ତମ ସମ୍ପଦ। ଆମର ଦେହଟି କ'ଣ, ଆମେ ଠିକ୍ ଭାବରେ ଶୋଉଛେ କି ନାହିଁ, ପ୍ରପର ଯେତିକି ରେଷ୍ଟ ଦରକାର କରୁଛେ କି ନାହିଁ। କାରଣ ଜଣେ ବ୍ୟକ୍ତି ଯଦି କଣ୍ଟିନ୍ୟୁଅସଲି ବର୍ଷ ଧରିକି ଯଦି ଶୋଇବାଟା ଠିକ୍ ତାର ନ ହୁଏ, ନାନା ପ୍ରକାର ଡିଜଅର୍ଡ଼ର ଗୁଡ଼ିକ ତା ଭିତରେ ତିଆରି ହେବ। ସନ୍ତୋଷ ହେଉଛି ସର୍ବୋତ୍ତମ ସମ୍ପତ୍ତି। ଗୀତାର ସେଇ ଶ୍ଲୋକ କଥା ସମସ୍ତଙ୍କର ମନେ ଥିବ, ସନ୍ତୁଷ୍ଟ ସତତମ୍ ଯୋଗୀ, ଯେ ଯୋଗୀ ସେ ସର୍ବଦା ସନ୍ତୁଷ୍ଟ ହେଇକିରି ଥାଏ। ଯାହା ଅଛି ସେଥିରେ ସେ ଖୁସିରେ ଚଳେ। ସନ୍ତୁଷ୍ଟ ସତତମ୍ ଯୋଗୀ, ଯାହା ଖାଇବାକୁ ମିଳୁ, ଯାହା ପିନ୍ଧିବାକୁ ମିଳୁ, ଯେମିତି ରହିବାକୁ ମିଳୁ, ସେ ସର୍ବଦା ସୁଖୀ ଥାଏ, ସନ୍ତୁଷ୍ଟ ହେଇକିରି ଥାଏ। ଯିଏ ସନ୍ତୁଷ୍ଟ ସିଏ ହିଁ ଯୋଗୀ। ବିଶ୍ୱାସୀ ବନ୍ଧୁ ହିଁ ସର୍ବୋତ୍ତମ ସାଥୀ। ଏମିତି ସାଙ୍ଗଟେ କରିବ ଯାହା ଉପରେ ଫେଥ୍ ଥିବ, ଯାହା ଉପରେ ବିଶ୍ୱାସ ଥିବ, ସେ ସର୍ବୋତ୍ତମ ବନ୍ଧୁ ହେଇଥିବ। ଏବଂ ନିର୍ବାଣ ହିଁ ସର୍ବୋତ୍ତମ ସୁଖ। ଏଠି ଆମେ ନିର୍ବାଣ ପାଇଁ ତ ନିଶ୍ଚିତ ଭାବରେ ଚେଷ୍ଟା କରୁନୁ,
आमे निर्वाणरे रहिकी संसारर कार्य करियाकु चाहुछु किंतु निर्वाण लाभ हम गोटे परमंक सहित युक्त हो चेतनाटी किंतु आमे विलीन हवा ना से चेतना सांगे निर्वाण लाभ होला परे मध्य विश्व कार्य करा गोटे अध्याय श्री अरविंद दौरान आमर गीता निबंध माला से अध्यायटी को भी आपण पढ़ी पारिबे निर्वाण एवं संसार रे रहिकी कार्य तेणु से परम एठी निर्वाण कहले आमे से परम सांगे युक्त होइकी कार्यटी को बुझीबा संपूर्ण भाव में शरीर विलीन कथा कही बुझीबानी कारण सेतले गौतम बुद्धंक से मूल लक्ष्य होकर थिला किंतु वर्तमान श्री अरविंद रूपांतर कथा कहिसंती तेणु से परमंक सांगे युक्त होइजिबा होची सर्वोत्तम सुख तेणु स्वास्थ्य संतोष विश्वास बंधु एवं निर्वाण यही चारोटी जिनस को आम पाइबा चेष्टा करिया निजर स्वास्थ्यटी को ठीक रखिबा अजथारे कामना वासना पश्चात अंध होकरी एमती अंध भाव में धाइबार प्रयोजन ना गोटे गपटे आपड़ शुणी जे जड़े लोकटे सब बेले कंप्लेन करूला मो पाखे संपत्ति ना धन ना ये ना कहीकि तो राजा से राज्यर राजा से कथाटी जानी पारले आ ताकू दिने डाकिले कहले तू घर पछपट को नहीं गले कहले एठू दौड़ दौड़ जेतिकी दूर दौड़ी पारिबु संध्या पर्यंत दौड़बार अच्छी जेतिकी दूर दौड़ू तो सबूक धन संपत्ति तोर हो तार व्यक्ति धाइबा लगिला तापर भावु थाए जे रही कि थका लगे खरा हो बहुत जोर से आउ भाविला रही कि पुणी ता भितर आसे आउ टिके दौड़ी दे आउ दी एकर तोर हो पुणी रही आउ टिके दौड़ी दे एमती थकी गला 8-10 घंटा दौड़े लोकर अवस्था कौन हम तापर से दौड़ी 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 लास्ट को से क्षेत्र में ही पड़िकी मरीगला एवं यहीटा हूँ व्यक्तिर अवस्था माने जो संपत्ति जो अर्थ पछरे आम धाउछु से आमर फुर्सत नहीं धाउछु एवं लास्ट को जिते सबकि आमको प्राप्त हो जाऊँगी से मृत्यु आसिक ठक ठक करुच्ची चाल समय हो गला जिते सब चीज को आम अख्तियार करदेवा कर सारूँ से दुख आस जाऊँगी रोग आस जाऊँगी वार्धक्य आस जाऊँगी एवं आमको ठक ठक कर कहूँ चल समय हो गला तेणु एमती धाई धाई शेष में मृत्यु ही करुँ अर्थ संचय करूँ ताकू विनियोग भी करूँ ठीक भाव में तेणु जीवन टी टे बंचा ज्ञानपूर्ण भाव में बंचा समय हो जाइए ये कहीकि मुझे समस्त को अशेष अशेष धन्यवाद। वंदे मातरम। नमस्कार।